ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର ବଢ଼ିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା। ହେଲେ ଫେନ୍ ନମସ୍କାର ଶୁଭ ସକାଳ। ଆପଣ ଦେଖିଛନ୍ତି ରାଜେଶ ଟିଭି। ଆଜି 17 ଜାନୁଆରୀ ଚାଲନ୍ତୁ ଜାଣିବା ଆଜି ଟପ୍ ନ୍ୟୁଜ୍। ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର ବଢ଼ିବ ସେମାନଙ୍କ ଦରମା। ଏନେଇ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟରେ ଦାବି ରଖିଛନ୍ତି ଓଡ଼ିଶା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାସୀ ପରିଡ଼ା। ରାଜସ୍ଥାନର ଉଦୟପୁରରେ ଆୟୋଜିତ ଚିନ୍ତନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ଆଗରେ ଏପରି ପ୍ରସ୍ତାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ନିର୍ବାଚନ ଇସ୍ତଫାରେ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବଢ଼ିବା କଥା ଆମେ କହିଥିଲୁ। ଏହା ଉପରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ବିଚାର କରୁଛନ୍ତି। ଚଳିତ ମାସ 10 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ରାଜସ୍ଥାନ ଗସ୍ତରେ ଯାଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାସୀ ପରିଡ଼ା। ସେଠାରେ ଚିନ୍ତନ ବୈଠକରେ ଏପରି ପ୍ରସ୍ତାବ ସବୁ ରଖିଥିଲେ ଉପମୁଖ୍ୟମନ୍ତ୍ରୀ। ଉଲ୍ଲେଖଯୋଗ୍ୟ, ରାଜ୍ୟରେ ପ୍ରାୟ 74,000 ଅଙ୍ଗନବାଡ଼ି ରହିଛି। ଏଥିରେ 1.5 ଲକ୍ଷ ଅଙ୍ଗନବାଡ଼ି କର୍ମୀ ଓ ହେଲ୍ପର କାମ କରୁଛନ୍ତି। ସେମାନେ ଦୀର୍ଘ ଦିନ ହେବ ନିଜ ଦରମା ବୃଦ୍ଧି ପାଇଁ ଲଢ଼େଇ କରି ଆସୁଛନ୍ତି। ଦରମା ବୃଦ୍ଧି ନେଇ ପୂର୍ବ ସରକାର ବହୁଥର ରାଜରାସ୍ତାକୁ ମଧ୍ୟ ଓହ୍ଲାଇଥିଲେ। ନିକଟରେ ମଧ୍ୟ ଦରମା ବୃଦ୍ଧି ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ। ଅଙ୍ଗନବାଡ଼ି କର୍ମୀଙ୍କ ଦରମା 26,000 ଓ ହେଲ୍ପରଙ୍କ ଦରମା 13,000 କରାଯାଉ ବୋଲି ସେମାନେ ଦାବି କରିଥିଲେ। ସୂଚନାଯୋଗ୍ୟ, ଏବେ ଅଙ୍ଗନବାଡ଼ି କର୍ମୀମାନେ ମାସିକ ପାରିଶ୍ରମିକ 10,000 ଟଙ୍କା ପାଉଥିବା ବେଳେ ହେଲ୍ପରମାନେ 5,000 ଟଙ୍କା ପାଉଛନ୍ତି। ଏହା ଉପରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ବିଚାର କରୁଛନ୍ତି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏଭଳି ଟପ୍ ନ୍ୟୁଜ୍ ସର୍ବପ୍ରଥମେ ଜାଣିପାରିବେ।